ବାହାଘର ଦିନ ମୋ ସ୍ତ୍ରୀ ଘର ଛାଡ଼ି ଚାଲିଗଲା। ବନ୍ଧୁ ବାନ୍ଧବ ମୋ ମଜାକ ନ ଉଡ଼ାନ୍ତୁ ସେଥିପାଇଁ ମୋ ମା ମୋ ବାହାଘର ତାଙ୍କ ସାଙ୍ଗର ଝିଅ ସହିତ କରେଇଦେଲା। ହେଲେ ମୁଁ ତାକୁ ବାହା ହେବାକୁ ଚାହୁଁନଥିଲି, କାହିଁକିନା ସେ ବହୁତ ଛୋଟ ଥିଲା। ଏବେ ମୁଁ ତାକୁ କେମିତି ବୁଝେଇଥାନ୍ତି ଯେ ବାହାଘରର ପ୍ରଥମ ରାତିରେ ସ୍ୱାମୀ ସ୍ତ୍ରୀ କ'ଣ କରନ୍ତି। ଏବେ ମୁଁ ଏହା ଭାବୁଥିଲି ତ ଅଚାନକ ମୋ କମ୍ ବୟସର ସ୍ତ୍ରୀ ଆସି। ମୁଁ ଆମ ଘରେ ସବୁଠୁ ଛୋଟ ଥିଲି। ମୋ ବଡ଼ 2ଟି ଭାଇ ଆଉ 2ଟି ଭଉଣୀ ଥିଲେ। ସେମାନେ ସମସ୍ତେ ବିବାହିତ ଥିଲେ। ମୁଁ ସମସ୍ତଙ୍କର ଗେହ୍ଲା ଥିଲି। ଅଧିକାଂଶ ସମୟ ଏମିତି ହେଉଥିଲା କି ମୋ ମୁହଁରୁ କୌଣସି କଥା ବାହାରୁଥିଲା ତ ତାହା ତୁରନ୍ତ ପୂରଣ ହୋଇଯାଉଥିଲା। ଆମ ପରିବାର ଏକ ଖୁସି ପରିବାର ଥିଲା। ଦୁଃଖ ସୁଖରେ ପରସ୍ପରର ସାଥ ଦେବା, ପରସ୍ପର କାମରେ ଆସିବା ଆମ ଘରର ଗୋଟେ ପରମ୍ପରା ଥିଲା। ମୋ ମା ଟିକେ ପୁରୁଣା ଚିନ୍ତାଧାରାର ମାଲିକ ଥିଲେ। ନିଜ ବଂଶ ଏବଂ ଆଖପାଖ ପଡ଼ୋଶୀ ଲୋକମାନଙ୍କ କଥାକୁ ବେଶୀ ଗୁରୁତ୍ୱ ଦେଉଥିଲେ। ମୋ ମାର ଗଣତି ସେମାନଙ୍କ ମଧ୍ୟରେ ହେଉଥିଲା କି ଯେଉଁମାନେ କି ସବୁବେଳେ ଏଇ ଭାବନା ରଖନ୍ତି କି ଲୋକମାନେ କ'ଣ କହିବେ। ତାଙ୍କର ଏ ଚିନ୍ତାଧାରାରେ ଆମେମାନେ ବହୁତ ଚିନ୍ତିତ ହୋଇସାରିଥିଲୁ। ନା ହିଁ କେବଳ ଚିନ୍ତିତ ଥିଲୁ, ବରଂ ହଇରାଣ ହୋଇସାରିଥିଲୁ। ମୋ ମାକୁ ଆମର ଏତେ ଚିନ୍ତା ହେଉନଥିଲା ଯେତେ ଲୋକମାନଙ୍କର ହେଉଥିଲା କି ଯଦି ଏମିତି କରିଦେବା ତେବେ ଲୋକମାନେ କ'ଣ କହିବେ। ଆମ ମାନ ସମ୍ମାନ ମାଟିରେ ମିଶିଯିବ। ସବୁ ଜାଗାରେ ମୋ ମାକୁ ଖାଲି ନିଜ ମାନ ସମ୍ମାନ ଏବଂ ଲୋକମାନେ କ'ଣ କହିବେ ବାସ୍ ଏହା ହିଁ ଦେଖାଯାଉଥିଲା। କେବେ କେବେ ତ ବାପା ବି ଚିଡ଼ି ଯାଉଥିଲେ। ବାପା କହୁଥିଲେ ଯେ ଆରେ ଲୋକମାନେ ଯାହା କହୁଛନ୍ତି ତାଙ୍କୁ କହିବାକୁ ଦିଅ, ତମେ କୋଉ କଥାରେ ଏତେ ଚିନ୍ତା କରୁଛ। ଲୋକମାନେ ପଛେ କିଛି ବି ନ ଭାବନ୍ତୁ। ହେଲେ ମୋ ମାର ଗୋଟେ ପ୍ରକାରର ଶବ୍ଦ ସମସ୍ତଙ୍କୁ ଚିଡ଼େଇବା ପାଇଁ କାଫିଥିଲା। କେବେ କେବେ ପରିସ୍ଥିତି ଏମିତି ବଦଳି ଯାଇଥାଏ କି ଖୁସିର କୌଣସି ଠିକଣା ହିଁ ନଥାଏ କି ଖୁସି କ'ଣ ହୋଇଥାଏ। କେହି ଜଣେ ଠିକ୍ କହିଛନ୍ତି କି ଜୀବନ ତାରି ହିଁ ପରୀକ୍ଷା ନେଇଥାଏ ଯିଏ ସବୁଠୁ ଗେହ୍ଲା ହୋଇଥାଏ। ମୁଁ ଯେଉଁ କଲୋନୀରେ ରହୁଥିଲି ଦିବ୍ୟା ବି ସେହି କଲୋନୀରେ ରହୁଥିଲା। ସେ ଯେବେ ବି କଲେଜ ଯାଉଥିଲା ତ ମୁଁ ତାକୁ ରାସ୍ତାରେ ଦେଖୁଥିଲି ଆଉ ବହୁତ ମୁସ୍କିଲରେ ହିଁ ନିଜ ହୃଦୟକୁ ସମ୍ଭାଳି ପାରୁଥିଲି। ହେଲେ ଆମକୁ ବା କ'ଣ ଜଣାଥାଏ କି ଆମ ଜୀବନରେ କେତେବେଳେ କିଏ କେମିତି ଆସିଯାଏ ବୋଲି। ଆଉ ସେ ଆମ ପାଇଁ ଏତେ ଜରୁରୀ ହୋଇଯାଏ କି ଆମେ ତା ବିନା ବଞ୍ଚିବା ମଧ୍ୟ କଷ୍ଟକର ହୋଇଥାଏ। ଏମିତି ହିଁ ଅବସ୍ଥା ମୋର ବି ହୋଇଯାଇଥିଲା। ଦିବ୍ୟା ଏତେ ସୁନ୍ଦରୀ ଥିଲା କି ତାକୁ ଯିଏ ବି ଥରେ ଆଖି ଉଠାଇ ଦେଖି ନେଇଥାନ୍ତା ତ ଦ୍ୱିତୀୟ ଥର ନିଶ୍ଚିତ ଭାବରେ ଦେଖିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତା। ସେ କୌଣସି ପରୀଠୁ କମ୍ ନଥିଲା। ଏମିତି ଲାଗୁଥିଲା ଯେମିତି ବିଧାତା ତାକୁ ବହୁତ ଫୁର୍ସତରେ ଗଢ଼ିଛନ୍ତି। ମୁଁ ମୋ ପାଠପଢ଼ାରୁ ଫ୍ରି ହୋଇସାରିଥିଲି ଆଉ ଚାକିରି ନ ମିଳିବା ଯୋଗୁଁ କଲୋନୀରେ ଏଠି ସେଠି ଅଧିକାଂଶ ସମୟ ଛିଡ଼ା ହେବାର ମିଳୁଥିଲି। ଗୋଟେ ଦିନ ଦିବ୍ୟା କଲେଜ ପାଇଁ ବାହାରିଲା ତ ମୁଁ ତାକୁ ରାସ୍ତାରେ ଅଟକାଇ ଦେଲି। ଭାବିଲି କି ତା ସହିତ କଥା ହିଁ ଦେଖିବି ଯେ ସେ କ'ଣ କହୁଛି। ହେଲେ ମୋର ଏମିତି ବ୍ୟବହାରରେ ସେ ବହୁତ ଡରିଗଲା। ହେଲେ ମୁଁ କେବଳ ତା ଭାଇର ନାଁକୁ ନେଇ ତାକୁ ତା ବିଷୟରେ ପଚାରିଲି। ମୁଁ ପଚାରିଲି କି ଆଜିକାଲି ଆକାଶ ଆଉ ଦେଖାଯାଉନି, ସେ ଘରେ ନାହିଁ କି। ତାକୁ ଏମିତି ଡରିବାର ଦେଖି ମୋର ଆଉ କିଛି ପଚାରିବାର ବି ସାହସ ନଥିଲା। ବରଂ ତାକୁ ଏତେ ଅଧିକ ଡରିଯିବାର ଦେଖି ମୁଁ ଲଜ୍ଜିତ ଅନୁଭବ କରୁଥିଲି। ମୋ ପାଇଁ ସେ କେତେ ଚିନ୍ତିତ ହୋଇଯାଇଥିଲା। ମୁଁ ସେଦିନ ପୁରାପୁରି ଭାବରେ ନିଷ୍ପତ୍ତି ନେଇସାରିଥିଲି କି ମୁଁ ତାକୁ ଯେମିତି ହେଲେ ତା ଆଗରେ ନିଜ ଭଲ ପାଇବା ପ୍ରକାଶ କରିବି। ଏପଟେ ମା ମୋତେ ଚାକିରି ଖୋଜିବା ପାଇଁ ବାଧ୍ୟ କରୁଥିଲା। ତାର ଗୋଟେ ଜିଦି ଥିଲା କି ଜଲ୍ଦି ଚାକିରି ଖୋଜ, ଯାହାଫଳରେ ମୁଁ ତୋ ବାହାଘର କରେଇ ପାରିବି। ହେଲେ ମୁଁ ଏବେ ଏସବୁ ଚାହୁଁନଥିଲି, କାହିଁକିନା ମୋର ସବୁ ସାଙ୍ଗମାନେ କହୁଥିଲେ କି ବାହାଘର ଏକ ବହୁତ ବଡ଼ ଦାୟିତ୍ୱ ହୋଇଥାଏ। ଏମିତି କହିଲେ ଚଳେ କି ବାହା ହେବା ମାନେ ନିଜର ବହୁତ ବଡ଼ ବର୍ବାଦୀ ସହିତ ସମାନ। ମଣିଷ କେବଳ ସ୍ତ୍ରୀ ଛୁଆ ଭିତରେ ପଶିକି ରହିଯାଏ। ତାପରେ ତାକୁ ଦୁନିଆ ବିଷୟରେ କୌଣସି ଦବା ନେବାର ନଥାଏ। ଜୀବନ ସବୁ ମଜା ତ ବାହାଘର ପୂର୍ବରୁ ହିଁ ହୋଇଥାଏ। ବାହାଘର ପରେ ତ କେବଳ ସଜା ହିଁ ହୋଇଥାଏ। ମୋତେ ବି ଏ କଥାର ଅନୁଭବ ଥିଲା କି ମଣିଷ ବାହାଘର ପରେ କେତେ ଚିନ୍ତିତ ରହିଥାଏ। ତାହା ମୁଁ ନିଜେ ଦେଖିଥିଲି, କାହିଁକିନା ମୋ ସାଙ୍ଗମାନଙ୍କର ବଡ଼ ଭାଇମାନେ ବିବାହିତ ଥିଲେ ଆଉ ସେମାନେ କିଭଳି ଭାବରେ ସ୍ତ୍ରୀ ଏବଂ ଛୁଆଙ୍କ ଭିତରେ ପ୍ରତିଦିନ ପରିବାର ଭିତରେ ଫସି ରହିଯାଉଥିଲେ। ହେଲେ ସେ ଯାହା ବି ହେଇଥାଉ ନା କାହିଁକି ଦିନେ ନା ଦିନେ ତ ବାହାଘର ହେବାକୁ ପଡ଼ିବ, କାହିଁକିନା ଜୀବନଟା ଏକୁଟିଆ ବିତେ ନାହିଁ। ହେଲେ ମୁଁ ଏବେ ବାହା ହେବାକୁ ଚାହୁଁନଥିଲି। ମୋ ଭାବନା ଥିଲା କି ଦିବ୍ୟାର ପାଠପଢ଼ା ଶେଷ ହୋଇଯାଉ, ତାପରେ ମୁଁ ମାଆକୁ କହି ତା ହାତ ମାଗିବା ପାଇଁ ପ୍ରସ୍ତାବ ପଠାଇଦେବି। ଏବେ ମୋ ମାଆକୁ କିଛି କହିବାର ସାହସ ନଥିଲା। ମୁଁ ଭାବୁଥିଲି କି ଦିବ୍ୟାର ପାଠପଢ଼ା ସରିବା ଭିତରେ ମୋର ବି ଚାକିରି ଲାଗିଯିବ। ମୁଁ ପ୍ରତିଦିନ ନିଜ ଫାଇଲ ଉଠାଉଥିଲି, ଅଲଗା ଅଲଗା କମ୍ପାନୀରେ ଚକ୍କର ଲଗାଇ ନିଜ ଭାଗ୍ୟକୁ ଆପଣାଉଥିଲି।
से जगह मानकरे मो भली जଣା नाही केते पिलामाने निजर आगामी भविष्यतर सुनेली स्वप्न सजै बसी रहुथिले। एते सारा पिलामानक भितरे कौनसी जनक भाग्य चमकी जाउथिला आउ से भगवान को धन्यवाद जणे खुशी खुशी चली जाउथिला। आउ बाकी समस्ते निज फाइल को हाथ में चापी धरी अन्य कौनसी ऑफिस रो चक्कर काटुथिले। यह तो प्रतिदिन रुटीन बनी सारिथिला। निज फाइल को धरी कौनसी कंपनी रे घंटा घंटा धरी इंटरव्यू पाई अपेक्षा करिबा आउ तापरे मुह सुखै घर को फेरी आसीबा आउ तापरे भाग्य को दोष दबा ए सब केवल मो सहित ही हेउ नथिला बरम सेठी मो भली अनेक पिला थिले जे माने कि निज भाग्य को आपणैबा पई आसुथिले आउ एइपरि भाबरे मुह सुखै फेरी जाउथिले। मु बे मो दिव्या को जीवा आसीबा करिवार देखुथिली तो टिके शांति रे निश्वास नेउथिली कि केबे मते चाकरी मिलिबो आउ केबे निज मां को दिव्यार घर को प्रस्ताव पाई पठेबी। मो घर टू दुईटी घर छाड़ी दिव्यार घर पाखरे एक पुअटे रहउथिला। ता ना नीरज थिला। तार मो सहित बेसी बंधुत्व नथिला। बास एतिकी खाली टिके हाय हेलो ए संपर्क थिला। केबे केबे क्रिकेट टीम रे थिबा जको आम दुई जनकर देखा साक्षात होई जाउथिला। से देखिबा को बहुत सुंदर थिला। रंग भी गोरा थिला आउ से भी आजिकाली चाकरी संधान रे थिला। ता पाठ पढ़ा मध्य शेष होई सारी थिला। मु प्राय समय यह नोटिस करिथिली कि से दिव्या को सही नजर रे देखे जे नजर कि मु दिव्या को देखुथिली। तापरे मु भाबिली कि हेई पारे कि एहा मोर भ्रम होइथिबो आउ ता छडा एटा तो सबो पुओ मानकर अभ्यास होई थाए कि से माने सबु झियो मानको बुली बुली चाहिथांती। मु सब बेले एहा भाबुथिली कि अधिकांश पुओ माने जीवा आसीबा करूथबा सबु झियो मानको देखिथांती। बोधे ये दिव्या को एमिति ही देखुथिबो। हेले गोटे दिन मु एहा अनुभव कली जे जेतेबेले दिव्या सही बाट दे जाउथिला एवं नीरज ताकु देखि हसुथिला तो दिव्या भी ताकु देखि मुरुकी हसी दउथिला। गोटे दुई थर तो मु एमिति ही नोटिस करिनेली। हेले तापरे मु तांको उपरे ध्यान देबा आरंभ करिदेली तो सतरे दुई जनक आखि मिसी चारिटा हेबा परे दुई जन हसी दउथिले। मो पई ए कथा बहुत जंत्रणादायक थिला। हेले भी मु उपाय शून्य थिली। किछि करि पारु नथिली काहेकि ना दिव्या सहित मोर कौनसी संपर्क नथिला। मु केउ संपर्क आधार रे दिव्या को से पुअर निकटतर हेबारु अटकई थांती। बास खाली घर को जाई रूम भितरे एपट सपट बुलुथिली आउ योजना करी चलीथिली कि केमिति भाबरे दिव्या को निज हृदयर कथा कहबी आउ से पुओ ठारू पिछा छड़ेबी। मते कौनसी बुद्धि बाट देखा जाउ नथिला। एक रे तो चाकरी रो समस्या आरपटे मो भल पाइबा जे कि मोठ दूरे गला भली देखा जाउथिला। मो चिंता दिन को दिन बढ़ी चलीथिला। कौन करिबी मोर कौन करिबा उचित। मु दिन राति एहा भाबी भाबी चिंतित रहिबाकु लागिली। आउ एबे घर लोक माने भी मोर एमिति अवस्था देखि चिंतारे पड़ी जाइथिले जे कथा कौन बोली। से माने मते प्राय समय पचारुथिले कि काहे कि तू एते चिंतारे रहउचो कथा कौन आमकु तो कह। हेले मु तांको कथा को भूलै दउथिली आउ एहा कहि दउथिली कि बास खाली चाकरी मिलुनी सेइथि पई एते चिंतित अछि। हेले जहाँ मोर प्रकृत समस्या थिला ताहा मु केबे काहाकु कहिबाकु चाहु नथिली। हेले केबे पर्यंत लुचेई थांती। गोटे दिन बड़ भाउज मो रूम को आसिले। से मते बहुत साहस देले मो सहित बहुत सारा कथा हेले आउ मते मो हृदय कथा कहिबा पई राजी कराई देले। आउ तापरे मु तांको सामना रे दिव्या विषय सब किछि कहि देली। मु कहिली कि मु दिव्या को भल पाउची आउ ताको बाहा हेबाकु चाहूची। मु भाउज को कहली कि चाकरी मिलुनी नहले एते बेलकु मु दिव्या घर को निजर प्रस्ताव पठेई सारंतिनी। भाउज मते साहस एवं सांत्वना देले कि तुमे चिंता करनी जेतेबेले तुमको चाकरी मिली जीव तेबे सर्वप्रथमे आमे एही काम करिबु कि तुम मई प्रस्ताव नेई दिव्या घर को जीवु। तापरे से मते एहा भी बुझेइला कि सेते बेल पर्यंत तमे एहा कर कि दिव्या आगरे निज मन कथा खोली सफा सफा कहि दियो। भाउज बहुत समय पर्यंत मते सांत्वना दे चलीथिले आउ बुझेई चलीथिले। भाउजଙ୍କ कथा सुनी मते टिके साहस मिलिला। आउ एबे मु मोर जी जान लगी चाकरीर संधान रे बाहरी पड़िली। निज भाग्य को आपणैबा को चली जाइथिली। आउ तापरे मो उपरे भगवान को कृपा हैला। आउ गोटे जगह मते चाकरी मिली गला। चाकरी बहुत भल थिला। मते टिके शांति मिलिला। मो घर लोक भी बहुत खुशी हेले। निज खुशी रे मु दिव्या को मध्य शामिल करबा को चाहूतिली। भाबिली कि संध्यारे भाउजंकु कहबी कि मो सहित ता घर को जिबे। दिव्या आउ तार माँ को एई खुशी खबर देबे। आउ कथा कथारे तांको कहबे कि आमे दिव्या को आम घर को बहु करी नै जिबा को चाहूचु।
प्रथमे तो भाउज राजी होनथिले, हेले मोर बारंबार कहवा द्वारा भाउज राजी हो गले। मते बहुत खुशी लगिला। मु बहुत खुशी थिली। आउ एमिति लागुथिले कि चिल्लै चिल्लै निज खुशी प्रकाश करिबे। हेले ए पिलाड़ियामी इच्छा मु मो हृदय चापी रखिदेली। मु छात को जाई एक दीर्घ निश्वास नेली। या भितरे मो नजर सामना वाला छात उपरे पड़िला, जेउठिकी नीरज एवं दिव्या निज भितरे कथा होउथिले। मो निश्वास सेठी अटकी जाइथिला। मो आखिरे घृणा एवं मुंडरे राग घूरी बुलिबाकु लागिला, काहेकि ना से पूरा ध्यान रे दिव्या सहित किछि इशारा रे कथा हेउथिला। दिव्या निज अगणा रे छिड़ा होइथिला। मते बहुत जोरे राग लागुथिला। मु निज राग उपरे काबू करि पारु नथिली। एही समय भितरे दिव्यार नजर मो उपरे पड़िगला। आउ से जल्दी जल्दी निज रूम को चलीगला। मु घृणा भरा नजर से पुओ को देखिबाकु लागिली। मते ता उपरे बहुत राग लागुथिला। मु मने मने किछि कहिबाकु लागिली कि मु ए पुओ को केबे भी छाड़िबी नाही। किछि समय परे से पुओटी मते तळको ओह्लै गला। मु एबे पुणी थरे भाबिबाकु लागिली जे एबे मु कोन करिबी। पानी मुंड उपरे चढ़िबा पूर्वरु मते कोनोसी निष्पत्ति नबाकु पड़िबो। मते जल्दी ही किछि करिबाकु पड़िबो। एहा भाबिकी मु तळको आसीगली। समस्ते मिसिकी खाइबा खाइलु। तापरे मु भाउजंकु सब कथा कहिली। आउ तापरे मु भाउजंकु कहिली कि मां सहित ए विषय रे कथा हुओ। आउ ताको ए प्रस्ताव रे राजी कराओ। मु जल्दी बाहाबाकु चाहूची। भाउज मते सांत्वना देले। आउ कहिले कि मु आज ही मां को सहित ए विषय रे कथा हेबी। आउ जल्दी ए समस्या रो कोनोसी समाधान बाहर करिबी। भाउज एहा भी कहिले कि निचकु शांत रख, से पुओ को अणदेखा कर। आउ मु एमिति ही करिबा पई चेष्टा करिली। हेले मु भितरे भितरे उत्तप्त होई चलीथिली। आउ भितरे भितरे डरुथिली कि जेमिति से पुओ मो पूर्वरु मो दिव्या को उड़ेई नै न जाऊ। मो चिंता देखि भाउज माँ को सब कथा कहले। प्रथमे तो माँ राजी हेलानी। आउ कहिला कि एबे नुहे, एबे एबे ही तो चाकरी होईची। एमितिरे भी आम पड़ोसी, जदि से माने राजी न हुंती तेबे लोक माने कोन कहिबे कि निश्चित भाबरे पुओ आउ झियंकर आगरु ही सेटिंग थिला। जेमिति सेमिति करी भाउज माँ को राजी कराई देले। तापरे भाउज एवं माँ मिसे दिव्यार घर को गले। आउ जेबे पर्यंत से दुई जन ता घरे थिले, मु एपटे व्यस्ततार सहित एपट सेपट बुली चलीथिली। आउ मने मने भगवान को प्रार्थना करुथिली कि जेमिति भगवान को दयारु ता माँ राजी हो जांतु। आउ जेमिति कोनोसी असुविधा न। पाखापाखि 2-3 घंटा परे से दुई जन फेरी आसिले। मु जल्दी तांको सामना को चली गली, जेमिति कि सेमाने मते देखि कहिबे जे कोनोसी खुशी खबर अछि कि नाही। हेले से दुई जन मते थरे आखि उठै चाहि भीतर को चली गले। मो हृदय जोर जोरे धक धक हेबाकु लागिला। अनेक प्रकार भावना गोटे मिनिट भितर ही मुंडरे घूरी बुलिबाकु लागिला। आउ मते चिंतित करिबाकु लागिला। या माने कथा पक्का हेलानी। मु भाबी भाबी तांको पछे पछे रूम भीतर को चली गली। माँ एवं भाउजको चेहरा को ध्यानर सहित देखिबाकु लागिली। से दुई जन प्रथमे मुह तळकु करी बसी रहिले। तापरे मो आडकु देखिले। आउ तापरे अचानक ही से दुई जनकर हस बाहरी गला। मु आश्चर्य आउ चिंतित होई सेमानकु 2 मिनिट पर्यंत देखि चलीथिली। तापरे सेमाने मो अवस्था उपरे दया देखै मते कहिले कि सेमाने ए प्रस्ताव रे राजी अछंती। दिव्यार माँ को ए प्रस्ताव रे कोनोसी आपत्ति नाही। मु खुशी रे चिल्लै उठिथिली। भाउज कहिले कि हाँ हाँ खुशी होई जाओ, भाबिनियो कि तुम काम होई गला। एहा भितरे बाकी घर लोक माने भी आसीगले। समस्ते मते अभिनंदन जणाइले। आ मते बहुत चिड़ैले। मो खुशी रो तो कोनोसी सीमा ही नथिला। आउ ता छडा मो खुशी केमिति बा होई न थांती। मो पसंद मो भल पाइबा मते मिलिबाकु जाउथला। हेले मो मनरे गोटिए डर थिला कि दिव्या ए प्रस्ताव रे कोनोसी आपत्ति नाही तो। मु धीरे से निज भाउज को पचारिली कि दिव्यार माँ निज झियर मत पचारिले कि नाही, कोन से बाहागर पई राजी अछि तो। भाउज कहले कि यह एक साधारण कि ता माँ तार बिना मतामत रे ए बाहागर स्थिर करि नथिबो। आउ ता छडा दिव्या ही चा बनै कि आनिथिला। आउ जेतेबेले माँ ताको बाहागर पई अभिनंदन जणैथिले तो से चुप रहितिला। बास टिके हल्का हसी देला। माने माँ झियंक भितरे निश्चित भाबरे कथाबार्ता होई सारिथिबो। आउ आंटी ताको पचारि कि हाँ ही कहिथिबे। ए सब किछि सुनी मते बहुत शांति लागिला। मते एमिति लागुथिला जेमिति मु कोनोसी युद्ध जीति नैची, सामना वाला पुओ उपरे बाजी मारी नैची। घरे खुशीर वातावरण खेली जाइथिला। समस्ते कथाबार्ता हेबाकु लागिथिले कि केबे बाहागर तारीख स्थिर हबो। बाहागर रे आमे सबु एया करिवु सेया करिवु। आ ता सहित मते चिडौथिले मध्य। घरे जेमिति एक हंगामा मची जाइथिला। ता परदिन सकाळु मु रेडी होई ऑफिस को चली गली। जेबा समय रे दिव्यार घर उपरे नजर पकेली। एहा भाबी जे बोधे से देखा होई पारे, बोधे कोठी मोर ता सहित भेट होई जाय पारे।
କାହିଁକି ନା ମୋତେ ତାର ଇଚ୍ଛା ଅନିଚ୍ଛା ଜାଣିବାର ଥିଲା। ମୁଁ ନିଜ କାନରେ ତା ହଁ ଶୁଣିବାକୁ ଚାହୁଁଥିଲି, ହେଲେ ସେ ମୋତେ କୋଉଠି ବି ଦେଖାଗଲାନି। ଏମିତିରେ ହିଁ ଦିନ ପରେ ଦିନ ବିତି ଚାଲିଥିଲା। ଆଉ ତାପରେ ଗୋଟେ ଦିନ ସମସ୍ତେ କହିଲେ କି ଦିବ୍ୟାର ମାଠୁ ବାହାଘର ତାରିଖ ବିଷୟରେ କଥା ହୋଇଯିବା ଉଚିତ। ଆଉ ତାପରେ ଗୋଟେ ଦିନ ସମସ୍ତେ କହିଲେ କି ଦିବ୍ୟାର ମାଠୁ ବାହାଘର ତାରିଖ ବିଷୟରେ କଥା ହୋଇଯିବା ଉଚିତ। ପ୍ରସ୍ତାବ ଏମିତି ପକେଇ ରଖିବା ଠିକ୍ ନୁହେଁ। ସମସ୍ତେ ସ୍ଥିର କରିଲେ କି ଆଜି ସନ୍ଧ୍ୟାରେ ମା ବାପା ଆଉ ଦୁଇ ଭାଉଜ ଯାଇ ଦିବ୍ୟାର ମା ସହିତ କଥା ହୋଇ ବାହାଘର ତାରିଖ ସ୍ଥିର କରିଦେଇ ଆସିବେ। ଭାଉଜ ଫୋନ୍ କରି ତା ମାଆକୁ କହିଦେଇଥିଲେ କି ଆଜି ସନ୍ଧ୍ୟାରେ ଆମେ ତାରିଖ ସ୍ଥିର କରିବା ପାଇଁ ଆସିଛୁ ବୋଲି। ତାଙ୍କୁ ବି କୌଣସି ଆପତ୍ତି ନଥିଲା। ସମସ୍ତେ ବହୁତ ଖୁସି ଥିଲେ। ସନ୍ଧ୍ୟାରେ ବାପା ମା ଦୁଇ ଭାଉଜ ତାରିଖ ସ୍ଥିର କରିବା ପାଇଁ ଚାଲିଗଲେ। ଆମେ ସମସ୍ତେ ଭାଇମାନେ ଏଇ ଅପେକ୍ଷାରେ ଥିଲୁ କି କେତେବେଳେ ସେମାନେ ଫେରି ଆସିବେ, ଆଉ ଜଣାପଡ଼ିବ ଯେ ବାହାଘର ତାରିଖ କେବେ ସ୍ଥିର ହେଲା ବୋଲି। ଆଉ ତାପରେ ଆମେ ସମସ୍ତେ ହିଁ ପ୍ରସ୍ତୁତି ଆରମ୍ଭ କରିବୁ। ମୋତେ ବହୁତ ବ୍ୟସ୍ତ ଲାଗୁଥିଲା। ଏତେ ସମୟ ଅପେକ୍ଷା କରିବା ପରେ ମା ବାପା ଭାଉଜ 3 ଘଣ୍ଟା ପରେ ଫେରିଥିଲେ। ଆମେ ସମସ୍ତେ ତାଙ୍କ ଆଖପାଖରେ ଜମା ହୋଇଗଲୁ। ଜଣାପଡ଼ିଲା କି 2 ମାସ ପରେ ବାହାଘର ତାରିଖ ସ୍ଥିର କରାଯାଇଛି। ସମସ୍ତେ ପରସ୍ପରକୁ ଅଭିନନ୍ଦନ ଜଣାଇଲେ, ଆଉ ମିଠା ପାଇଁ ଅର୍ଡର ଦିଆଗଲା। ଆମେ ସମସ୍ତେ ମୁହଁ ମିଠା କଲୁ। ମୁଁ ସେଦିନ ବହୁତ ଖୁସି ଥିଲି। ଘରେ ବି ଖୁସିର ପରିବେଶ ଥିଲା। ସମସ୍ତେ ସପିଂ ଲିଷ୍ଟ ତିଆରି କରିବାରେ ଲାଗି ପଡ଼ିଲେ। ନିଜେ ନିଜ ପୋଷାକ ବିଷୟରେ କଥା ହେବାକୁ ଲାଗିଲେ। ଏବେ ମୁଁ ବି ଭିତରୁ ଟିକେ ହାଲକା ଅନୁଭବ କରୁଥିଲି, ଆଉ ନିଜର ପୁରା ଧ୍ୟାନ ନିଜର ଚାକିରି ଉପରେ ଲଗେଇ ସାରିଥିଲି। ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ଲାଗିଲି। ମୁଁ ଚାହୁଁଥିଲି କି ବାହାଘର ପୂର୍ବରୁ ମୋ ବସ୍ ମୋ ଉପରେ ଖୁସି ହୋଇଯାଆନ୍ତୁ। ସେଦିନ ପରଠୁ ମୁଁ ଦିବ୍ୟାକୁ କେବେ ବି ଦେଖିବାକୁ ପାଇନଥିଲି। ମୁଁ ବହୁତ ଚେଷ୍ଟା କରିଲି, ହେଲେ ତାକୁ ଦେଖିବା ପରେ ଅସଫଳ ହେଲି। ହେଲେ ତଥାପି ବି ଶାନ୍ତି ଥିଲା କି ଏବେ ତା ନାଁ ମୋ ନାଁ ସହିତ ଯୋଡ଼ି ଯାଇଛି। ଘର ଲୋକ ବାହାଘର ପ୍ରସ୍ତୁତିରେ ଲାଗି ରହିଥିଲେ। ଦିନ ବହୁତ ଜଲ୍ଦି ବିତି ଚାଲିଥିଲା। ଆମ ସମସ୍ତଙ୍କ ଭିତରେ ଯେମିତି କରେଣ୍ଟ ଭଳି ଶୀଘ୍ରତା ଆସି ସାରିଥିଲା। ଘରେ ଏକ ହଲଚଲ ଖେଳି ଯାଇଥିଲା। ସମୟ କେତେବେଳେ ବିତିଗଲା ତାହା ଜଣାପଡ଼ିଲାନି। ଆଉ ତାପରେ ସେଦିନ ପାଖେଇ ଆସିଲା। ମୋ ପାଇଁ ବାହାଘର ଡ୍ରେସ୍ ପସନ୍ଦ କରାଗଲା। ବୋହୂ ପାଇଁ ଶାଢ଼ୀ ମଧ୍ୟ ବଛାଗଲା। ସମସ୍ତଙ୍କ ଚେହେରାରେ ଖୁସି ଫୁଟୁଥିଲା। ଘରେ ଢୋଲ ମହୁରୀ ବାଜିବା ମଧ୍ୟ ଆରମ୍ଭ ହୋଇଯାଇଥିଲା। ଭାଉଜମାନେ ମୋତେ ବହୁତ ଚିଡ଼ଉଥିଲେ। ଏମିତି ହିଁ ହସ ମଜାକ ଚାଲିଥିଲା। ସମସ୍ତେ ଖୁସିରେ ମଗ୍ନ ଥିଲେ। ମେହେନ୍ଦି ଦିନ ମୋ ହାତରେ ବି ଖୁସିରେ ମେହେନ୍ଦି ଲଗାଯାଇଥିଲା। କେହି ବି ଶୋଇବା ପାଇଁ ରାଜି ନଥିଲେ। ସମସ୍ତେ ନିଜ ନିଜ ଥଟ୍ଟା ମଜାରେ ମଗ୍ନ ଥିଲେ। ସକାଳେ ମୋତେ ବର ସାଜିବାର ଥିଲା, ତାହା ପୁଣି ନିଜ ପସନ୍ଦର ଝିଅର। ଏହା ଭାବି ଭାବି ମୋ ହୃଦୟ ଯେମିତି କୁତୁ କୁତୁ ହୋଇଯାଉଥିଲା। ସବୁ ବ୍ୟବସ୍ଥା ପୁରା ହୋଇସାରିଥିଲା। ଅଧା ରାତି ପରେ ଜଣା ନାହିଁ ସମୟ କେତେଟା ହୋଇଥିଲା, ଯେତେବେଳେ କି ମା ସମସ୍ତଙ୍କୁ ଗାଳି କରି ଶୋଇଲା। ଆଉ କହିଲା କି ସକାଳେ ବାହାଘର ପାଇଁ ଏବଂ ବରଯାତ୍ରୀ ପାଇଁ ପ୍ରସ୍ତୁତ କରିବାର ଅଛି। ଏବେ ସମସ୍ତେ ଚୁପଚାପ ଶୋଇପଡ଼। ସମସ୍ତେ ସକାଳେ ଜଲ୍ଦି ଉଠିଗଲେ, ଆଉ ବରଯାତ୍ରୀ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ଲାଗିଲେ। ଟେଣ୍ଟ ବି ବନ୍ଧା ସରିଥିଲା। ମୁଁ ତ ଏମିତି ହିଁ ବୁଲିବା ପାଇଁ ବାହାରକୁ ଚାଲି ଆସିଲି, ଆଉ ଦିବ୍ୟାର ଘର ଆଡ଼କୁ ଦେଖିଲି। ହେଲେ ସେଠି ତ ବହୁତ ନୀରବତା ଥିଲା। ଜଣା ନାହିଁ କାହିଁକି 3-4 ଦିନ ପୂର୍ବରୁ ସେଠି ବି ବହୁତ ଜାକଜକମ ଥିଲା। ହେଲେ ଆଜି ଏତେ ନୀରବତା କାହିଁକି ଥିଲା? ମୁଁ ଭାଉଜଙ୍କୁ କହିଲି କି ଯାଇକି ବୁଝି ଆସିବା ପାଇଁ। ହେଲେ ଭାଉଜ ମୋତେ ଚୁପ୍ କରିଦେଲେ କି କିଛି ସମୟ ପରେ ତମର ବାହାଘର ହବାକୁ ଯାଉଛି, ସେଥିପାଇଁ ତମେ ବେଶୀ ଧୈର୍ଯ୍ୟହରା ହୋଇପଡ଼ନି। ହେଲେ ମୁଁ ବି ଜିଦ୍ଦି କରି ଭାଉଜଙ୍କୁ ଦିବ୍ୟାର ଘରକୁ ପଠାଇଦେଲି। ମୋ ଜିଦ୍ଦିକୁ ଆଖି ଆଗରେ ରଖି ଭାଉଜ ଚାଲି ଯାଇଥିଲେ। କିଛି ସମୟ ପରେ ଆସିଲେ ତ ମୁଁ ଦେଖିଲି କି ଭାଉଜଙ୍କ ଚେହେରାରେ କିଛି ସମସ୍ୟା ଥିଲା। ଯେଉଁ ଖୁସିରେ ସେ ଯାଇଥିଲେ ସେ ଖୁସି ଫେରିଲା ବେଳେ ତାଙ୍କ ଚେହେରାରେ ନଥିଲା। ତାଙ୍କ ଚେହେରାରେ ଚିନ୍ତାର ଭାବ ନଜର ଆସୁଥିଲା। ମା ତାଙ୍କ କାନ୍ଧକୁ ଧରି ପଚାରୁଥିଲେ କି କ'ଣ ହେଇଛି, ତ ମୁହଁ ଏମିତି କାହିଁକି ଶୁଖିଯାଇଛି? ମୁଁ ବି ଭାଉଜଙ୍କ ପାଖରେ ପହଞ୍ଚି ଯାଇଥିଲି। ମୁଁ କହିଲି କି ମା, ଭାଉଜ ସବୁ ଠିକ୍ ଅଛି ତ? ଭାଉଜ ନୀରବତାର ସହିତ ମୋ ଆଡ଼କୁ ଦେଖୁଥିଲେ। ମା ପୁଣି ଥରେ ରାଗରେ ନୀରବତାର କାରଣ ପଚାରିଲେ ତ ସେ ଧୀର ସ୍ୱରରେ କହିଲେ କି ମା, ଯେତେବେଳେ ମୁଁ ଝିଅବାଲାଙ୍କ ଘରକୁ ଗଲି ତ ଦିବ୍ୟାର ମା କାନ୍ଦୁଥିଲେ। ଘରେ ସମସ୍ତେ ବହୁତ ଚିନ୍ତିତ ଥିଲେ। ମୁଁ ତ ସେମାନଙ୍କ ଆଡ଼କୁ ଆଶ୍ଚର୍ଯ୍ୟର ସହିତ ଦେଖୁଥିଲି। ପ୍ରଥମେ ତ ମୋତେ ଲାଗିଲା କି ଝିଅ ବାହାଘର ଦୁଃଖରେ ଝିଅଠୁ ଦୂରେଇ ରହିବା ଦୁଃଖରେ ଏମିତି ଅବସ୍ଥା ଅଛି। ହେଲେ ଯେତେବେଳେ ମୁଁ ସେମାନଙ୍କୁ ସାନ୍ତ୍ୱନା ଦେଲି ତ ସେ ମୋ ଆଗରେ ହାତ ଯୋଡ଼ିଦେଲେ। ମୁଁ ବହୁତ ଆଶ୍ଚର୍ଯ୍ୟ ହେଲି କି ଆଣ୍ଟି, ଆପଣ ଇଏ କ'ଣ କରୁଛନ୍ତି? କ'ଣ ହେଇଛି କଥା? ସେତେବେଳେ ସେ କାନ୍ଦ କାନ୍ଦ ସ୍ୱରରେ କହିଲେ ଯେ ଦିବ୍ୟା ଏ ବାହାଘରରେ ଖୁସି ନଥିଲା। ମୁଁ ତାକୁ ପଚାରିଥିଲି, ହେଲେ ସେ ସମୟରେ ସେ ନୀରବ ଥିଲା। କେବଳ ଏତିକି କହିଥିଲା କି ମୁଁ ଏବେ ବାହା ହେବାକୁ ଚାହୁଁନି। ହେଲେ ତା ବାପା ତାକୁ ବୁଝେଇଥିଲେ କି ଏବେ ନୁହେଁ ତ କେବେ ନା କେବେ ତୋତେ ବାହାଘର ହେବାକୁ ପଡ଼ିବ। ଆଉ ତା ଛଡ଼ା ପ୍ରସ୍ତାବ ବହୁତ ଭଲ। ଝିଅ ଦେଖ, ସେମାନେ ବହୁତ ଭଲ ଲୋକ। ତେବେ ଏବେ ବାହା ହେବାର କ'ଣ ଅସୁବିଧା ଅଛି? ତାପରେ ସେ ଚୁପ୍ ହୋଇଯାଇଥିଲା। ଆମେମାନେ ଭାବିଲୁ କି ସେ ବାହାଘର ପାଇଁ ନିଜକୁ ନିଜେ ଧୀରେ ଧୀରେ ରେଡି କରିନେବ।
ହେଲେ ସେ ତ ଆମ ମୁହଁରେ କାଳି ବୋଳି ଦେଇ ଜଣା ନାହିଁ କେତେବେଳେ ଚାଲିଗଲା। ଆପଣମାନେ ଆମକୁ କ୍ଷମା କରିଦିଅନ୍ତୁ। ଏହା କହି ସେ ବେହୋସ ହୋଇଗଲେ। ତାଙ୍କ ଭଉଣୀ ତାଙ୍କ ମୁହଁରେ ପାଣି ଛିଟା ମାରିବାରୁ ତେବେ ଯାଇ ତାଙ୍କୁ ହୋସ ଆସିଲା। ତାଙ୍କ ଅବସ୍ଥା ବହୁତ ଖରାପ ଅଛି। ଭାଉଜଙ୍କ ମୁହଁରୁ ଏତିକି ଶୁଣିବା ମାତ୍ରକେ ମୋ ମା ସୋଫା ଉପରେ ଟଳି ପଡ଼ିଲା, ଆଉ ମୋ ପାଦ ତଳୁ ମଧ୍ୟ ମାଟି ଖସିଗଲା। ଭାଉଜ କହିଥିବା କାହାଣୀ ଶୁଣି ଏପଟେ ମାର ଏମିତି ଖରାପ ଅବସ୍ଥା ଦେଖି ମୁଁ ଚିନ୍ତିତ ହୋଇଗଲି। ହେ ଭଗବାନ, ଏସବୁ କ'ଣ ଥିଲା? ଏସବୁ ମୋ ସହିତ କାହିଁକି ହେଲା? ମୋ ହୃଦୟ ଭିତରେ ଭିତରେ କାନ୍ଦୁଥିଲା। ସମସ୍ତେ ମାକୁ ଉଠେଇ ଖଟ ଉପରେ ଶୁଏଇଲେ, ଆଉ ପାଣି ପିଆଇଲେ। ଯେଉଁ ଘରେ କିଛି ସମୟ ପୂର୍ବରୁ ଏଠି ସେଠି ଖୁସି ଘୁରି ବୁଲୁଥିଲା, ସେଠି ଏବେ ଦୁଃଖର ସାୟା ବୁଲିବାକୁ ଲାଗିଲା। ବ୍ୟସ୍ତତା ଏବଂ ଚିନ୍ତା ସମସ୍ତଙ୍କ ମୁହଁରେ ଦେଖାଯାଉଥିଲା। ମୁଁ ନିଜ ରୁମ୍କୁ ଆସି ନିଜ ମୁଣ୍ଡକୁ ଧରି ବସିଗଲି। ମୋର ତ ଇଚ୍ଛା ହେଉଥିଲା କି ଚିଲେଇ ଚିଲେଇ ନିଜ ମନ ଭିତରେ ଥିବା ସବୁ ରାଗକୁ ବାହାର କରିଦେବି। ସେ ମୋ ସହିତ ଏମିତି କାହିଁକି କଲା? ସେ ପୂର୍ବରୁ ହିଁ ମନା କରିପାରିଥାନ୍ତା। ତାହେଲେ ଆମକୁ ଏମିତି ସମସ୍ତଙ୍କ ସାମ୍ନାରେ ଅପମାନିତ ତ ହେବାକୁ ପଡ଼ିନଥାନ୍ତା। ଏବେ କ'ଣ ହେବ? ସବୁ ବନ୍ଧୁ ବାନ୍ଧବ ଆସି ସାରିଥିଲେ। ବ୍ରାହ୍ମଣ ବି ରେଡ଼ି ହୋଇ ବସିଥିଲେ। ବରଯାତ୍ରୀ ଯିବା ପାଇଁ ରେଡ଼ି ଥିଲେ। ସାଙ୍ଗମାନେ ସାହସ ଦେଉଥିଲେ। ହେଲେ ମୋ ହୃଦୟକୁ କୌଣସି ପ୍ରକାରର ସାନ୍ତ୍ୱନା ମିଳିପାରୁନଥିଲା। କିଛି ସମୟ ପରେ ମା ରୁମ୍ରୁ ବାହାରକୁ ଆସିଲା। ମୁଁ ତାକୁ ଦେଖି ଛିଡ଼ା ହୋଇଗଲି। ସେ ବହୁତ ଦୁର୍ବଳ ଜଣାପଡ଼ୁଥିଲା। ମୁଁ ବହୁତ ମୁସ୍କିଲରେ ନିଜ ଲୁହକୁ ଅଟକାଇଲି। ମା ମୋତେ ନିଜ ଛାତିରେ ଜାବୁଡ଼ି ଧରିଲା। ମୁଁ ଛୋଟ ଛୁଆଙ୍କ ଭଳି ମାକୁ ଜାବୁଡ଼ି ଧରିଲି, ଆଉ ତାପରେ ଆପେ ଆପେ ମୋ ଲୁହ ଝରିବାକୁ ଲାଗିଲା। ମୁଁ ଚୁପ୍ ଥିଲି, ହେଲେ ମୋ ହୃଦୟ ଭିତରେ ଭିତରେ ଚିତ୍କାର କରୁଥିଲା। ମା ସେଇଠି ଖଟ ଉପରେ ମୋତେ ନିଜ ପାଖରେ ବସେଇଲା, ଆଉ ତାପରେ କହିଲା କି ଯାହା ଭଗବାନଙ୍କ ଇଚ୍ଛା ହୋଇଥାଏ ତାହା ହିଁ ହୋଇଥାଏ। ତାଙ୍କ ଇଚ୍ଛା ବିରୁଦ୍ଧରେ ଗୋଟିଏ ପତ୍ର ମଧ୍ୟ ହଲେ ନାହିଁ। ବୋଧେ ଦିବ୍ୟା ତ ଭାଗ୍ୟରେ ନଥିଲା। ମା ମୋତେ ବହୁତ ସାନ୍ତ୍ୱନା ଏବଂ ସାହସ ଦେଲା। ହେଲେ ଏ ସମସ୍ୟାର ଯେଉଁ ସମାଧାନ କହିଲା, ତାକୁ ଶୁଣି ମୋ ମୁଣ୍ଡ ଘୁରିଗଲା। ମୋ ଆଖି ସାମ୍ନାରେ ଅନ୍ଧାର ଛାଇଗଲା। ମୋ ମା କହିଲା କି ଦେଖ ପୁଅ, ସବୁ ବନ୍ଧୁ ବାନ୍ଧବ ଆସି ସାରିଛନ୍ତି। ଯଦି ଏବେ ବାହାଘର ନ ହେବ ତେବେ ଆମର ତମସା ବନିଯିବ। ଆମ ମାନ ସମ୍ମାନ ମାଟିରେ ମିଶିଯିବ। ଆଉ ନିଜ ଘରର ଇଜ୍ଜତ ବଞ୍ଚାଇବା ପାଇଁ କେବଳ ଗୋଟେ ହିଁ ବାଟ ଅଛି, ଯେ ତୁ ମୋ ସାଙ୍ଗର ଝିଅ ଅଞ୍ଜଳିକୁ ବାହା ହୋଇଯା। ସମସ୍ତଙ୍କ ମୁହଁ ବନ୍ଦ କରାଇବାର କେବଳ ଏଇ ଗୋଟିଏ ବାଟ ଅଛି। ଏହା ଛଡ଼ା କିଛି ହୋଇପାରିବନି। ତା ପାଖରେ ଦୁଇଟି ରାସ୍ତା ଅଛି। ନିଜ ପରିବାରରେ ସବୁ ଲୋକମାନଙ୍କ ସାମ୍ନାରେ ତାମସା ବନେଇଦେବ, ନହେଲେ ମୁଁ କହିଥିବା ଝିଅକୁ ଚୁପଚାପ ବାହା ହୋଇଯା। ମୁଁ ମୋ ମାଆକୁ କହିଲି କି ହେଲେ ମା, ସେ ତ ବହୁତ ଛୋଟ, ଆଉ ମୁଁ ଏବେ ବାହା ହେବାକୁ ଚାହୁଁନି। ମୋତେ କିଛି ଦିନ ସମୟ ଦିଅ। ମୁଁ ମାଆକୁ ନେହୁରା ହୋଇ କହିଲି। ହେଲେ ମା କହିଲା କି ସମୟ? କେଉଁ କଥାର ସମୟ? ତୋ ପସନ୍ଦରେ ଆମେମାନେ ସମସ୍ତେ ଚୁପଚାପ ରାଜି ହୋଇଯାଇଥିଲୁ। ତ କହିବା ଦ୍ୱାରା ତା ଘରକୁ ପ୍ରସ୍ତାବ ନେଇକି ଗଲୁ। ତୋ ପସନ୍ଦରେ ଆମେମାନେ କେହି ବି ଆପତ୍ତି କରିନଥିଲୁ। ଆଉ ଯଦି ଏଥିରେ ଭଗବାନଙ୍କର ଅନୁମତି ନଥିଲା, ତେବେ ଭଲ ଏହା ହେବ ଯେ ତୁ ବି ଭଗବାନଙ୍କ ଏଇ ନିଷ୍ପତ୍ତିରେ ଚୁପଚାପ ମୁଣ୍ଡ ପାତି ହିଁ ହଁ କହିଦେ, ଆଉ ମୋ କଥା ମାନିଯା, ଆଉ ସେ ଝିଅକୁ ବାହା ହୋଇଯା। ଆମେ ବି ତ ତୋ କଥା ମାନିଥିଲୁ। ଯେଉଁ ଝିଅ ବିଷୟରେ ତୁ କହିଲୁ, ଆମେ ତା ଘରକୁ ତୋ ପାଇଁ ପ୍ରସ୍ତାବ ନେଇକି ଗଲୁ। ହେଲେ ସେ ତ ନିଜ ମା ବାପାଙ୍କ ମନ ସମ୍ମାନ କଥା ମଧ୍ୟ ଚିନ୍ତା କଲା ନାହିଁ। ତ ଏବେ ତା ବିଷୟରେ ଭାବିବା ତୋର ମୂର୍ଖାମି ଅଟେ। ଯିଏ ନିଜ ଜନ୍ମ କଲା ମା ବାପାଙ୍କର ହୋଇପାରିଲା ନାହିଁ, ସେ ଆଉ କାହାର କେମିତି ହେବ? ବାସ୍, ବହୁତ ହେଇଗଲା। ତୁ ମୋତେ ୟାଠୁ ଅଧିକା ଆଉ ହଇରାଣ କରନି। ମୁଁ ତ ଭାଇମାନଙ୍କୁ କହିଦେଇଛି। ସେମାନେ ହୋଟେଲରେ ସବୁ ବ୍ୟବସ୍ଥା କରିବାକୁ ଚାଲି ଯାଇଛନ୍ତି। ଏବେ ଯଦି ତୁ ମନା କରିବୁ, ତେବେ ମୋ ମଲା ମୁହଁ ଦେଖିବୁ। ମା, ଏହା କହି ମୁଁ କାନ୍ଦିବାକୁ ଲାଗିଲି। ନା ନା ମା, ତୁ ଏମିତି କହନା। ଭଗବାନ ତୋତେ ମୋ ଆୟୁଷ ବି ଦେଇ ଦିଅନ୍ତୁ। ମୋତେ ତୋ ଛଡ଼ା ଆଉ କିଛି ବି ଦରକାର ନାହିଁ। ତୋ ପାଇଁ ମୁଁ ମୋର ସବୁ ଖୁସିକୁ ତ୍ୟାଗ କରିପାରିବି। ମୁଁ କାନ୍ଦି କାନ୍ଦି ନିଜର ମାଆର ପାଦ ତଳେ ବସି କହିଲି, ମା ତୁ ଯେମିତି କହିବୁ ସେମିତି ହିଁ ହେବ। ମୁଁ ନିଜ ମୁଣ୍ଡ ନିଜ ମାଆର କୋଳରେ ରଖିଦେଲି। ମା ନିଜ ହାତକୁ ମୋ ମୁଣ୍ଡ ଉପରେ ରଖିଲା, ମୋତେ ଆଶୀର୍ବାଦ ଦେଲା, ଆଉ କହିଲା କି ଯେ ଗୋଟେ ଧୋକେବା ଝିଅ ପଛରେ ନିଜକୁ ବର୍ବାଦ କର ନାହିଁ। ଜୀବନରେ ଏମିତି ବହୁତ ଗୁଡ଼ିଏ ଦୁଃଖ ସୁଖ ଆସିବ। କେହି ଜଣେ ଛାଡ଼ି ଚାଲିଯିବା ଦ୍ୱାରା ଜୀବନ ଅଟକି ଯାଏ ନାହିଁ। ଯଦି ସେ ତୋ କଥା ଟିକେ ହେଲେ ବି ଚିନ୍ତା କଲା ନାହିଁ, ତେବେ ତୁ ବି ତୋ ଜୀବନରେ ସବୁ କିଛି ଭୁଲି ଆଗକୁ ବଢ଼। ମୁଁ ଲୁହ ଭିତରେ ଭିତରେ ପିଇ କହିଲି କି ଠିକ୍ ଅଛି ମା। ଘରର ଖାସ୍ ଅତିଥିମାନଙ୍କୁ ପ୍ରୋଗ୍ରାମ ବିଷୟରେ ଜଣାଇ ଦିଆଯାଇଥିଲା। ଲୋକମାନଙ୍କୁ କୁହାଯାଇଥିଲା କି ଏବେ ହୋଟେଲକୁ ହିଁ ବରଯାତ୍ରୀମାନେ ଯିବେ। କିଛି କଥାକୁ ଏପଟ ସେପଟ କରି ମୋ ଭାଇ ଭାଉଜ ଭଉଣୀମାନେ କଥାକୁ ସମ୍ଭାଳି ନେଇଥିଲେ। ଶୁଖିଲା ମୁହଁ ସହିତ ଏବଂ ଭାରି ପାଦ ସହିତ ମୁଁ ଗାଡ଼ି ପର୍ଯ୍ୟନ୍ତ ପହଞ୍ଚିଲି। ସଜା ଯାଇଥିବା ଗାଡ଼ି ଏବେ ମୋତେ ଖାଲି ଖାଲି ଲାଗୁଥିଲା। ଛାଡ଼ନ୍ତୁ, ମୋ ବାହାଘର ହୋଇଗଲା। କେମିତି ହେଲା ସେ ବିଷୟରେ ମୋତେ କିଛି ବି ଜଣା ନାହିଁ।
ଏବେ ମୋର ବାହାଘରରେ କୌଣସି ଆଗ୍ରହ ନଥିଲା। ବାସ୍ ଖାଲି ମୁଁ ମୋ ମାଆକୁ ଦେଇଥିବା କଥା ରକ୍ଷା କରୁଥିଲି। ନିଜ ଭାବନାରେ ମୁଁ ଏତେ ହଜି ଯାଇଥିଲି ଯେ ମୋତେ ଜଣାପଡ଼ିଲାନି କି କେତେବେଳେ ମୁଁ ନିଜ ବିବାହିତା ନବବଧୂକୁ ଘରକୁ ନେଇ ଫେରି ଆସିଥିଲି। ମୋତେ ଏସବୁ ଏକ ଭୟଙ୍କର ସ୍ୱପ୍ନ ଭଳି ଲାଗୁଥିଲା। ବରଯାତ୍ରୀ ବି ଗଲେ, ବୋହୂ ବି ଘରକୁ ଆସିଲା, ହେଲେ ସବୁକିଛି ଏକ ମଜବୁରିରେ କରାଯାଇଥିଲା। ଉଦାସ ମନ ସହିତ ସବୁ ଘରବାଲାଙ୍କର ଯେଉଁ ଜୋଶ ଥିଲା ତାହା ଭାଙ୍ଗି ଯାଇଥିଲା। ତଥାପି ବି ସବୁ ରୀତିନୀତିକୁ ପୂରଣ କରାଗଲା। ଲୋକଙ୍କ ମୁହଁ ବନ୍ଦ କରିବା ପାଇଁ ଏ ବାହାଘର କରାଗଲା କିମ୍ବା ଜବରଦସ୍ତି କରାଯାଇଥିଲା। ମୁଁ ସୋଫା ଉପରେ କୌଣସି ଶବ ଭଳି ଗଳି ପଡ଼ିଲି। ସମସ୍ତେ ମୋ ଅବସ୍ଥାକୁ ଭଲ ଭାବରେ ବୁଝିପାରୁଥିଲେ। ଯେଉଁ ପୁଅର ହେବାକୁ ଯାଉଥିବା ସ୍ତ୍ରୀ ଘରୁ ଲୁଚି ପଳେଇଯାଏ, ତା ମୁହଁରେ ଚପଲ ମାଡ଼ ବସେ, ଆଉ ସେ ଯେଉଁ ବେଜ୍ଜିତ ହୁଏ ତାହା ବୋଧେ ଅଳ୍ପ କିଛି ଲୋକ ବୁଝିପାରିବେ। ଏହାଦ୍ୱାରା ଜୀବନ ବେଇମାନି ଏବଂ ଲକ୍ଷ୍ୟହୀନ ହୋଇଯାଏ। ଏମିତି ଲାଗେ କି ସବୁ ଦେଖିବା ବାଲା ଆଖି ସେ ମଣିଷ ଉପରେ ହସୁଛନ୍ତି। ମୁଁ ନିଜ ମୁଣ୍ଡକୁ ଧରି ନିଜ ଭାବନାରେ ହଜି ବସିଥିଲି। ସେତିକିବେଳେ ମୋତେ ମୋ କାନ୍ଧ ଉପରେ କାହାର ହାତ ସ୍ପର୍ଶ ଅନୁଭବ ହେଲା। ମୁଁ ପଛକୁ ବୁଲି ଦେଖିଲି ତ ତାହା ମୋ ମାଆର ହାତ ଥିଲା। ମା କହିଲା କି ପୁଅ କିଛି ଖାଇନେ, ସେଠି ବି ତୁ କିଛି ଖାଇନୁ। ମାଆକୁ ମୋ ମନ କଥା ଏବଂ ମୋ ଅବସ୍ଥା ବିଷୟରେ ଜଣାଥିଲା। ତାକୁ ଜଣାଥିଲା କି ମୁଁ ଭୋକିଲା ଅଛି ବୋଲି। ମା ବି ଭଗବାନଙ୍କ ତରଫରୁ ମିଳିଥିବା ଏକ ଭଗବାନଙ୍କର ଅବତାର ହିଁ ହୋଇଥାଏ। କିଛି ନ କହି ମଧ୍ୟ ସବୁ କିଛି ବୁଝି ଯାଇଥାଏ। ମା ତାପରେ କହିଲେ କି ଉଠ ଖାଇବା, ବାଢ଼ି ଦେଇଛି, ଯାଇକି ଖାଇନେ। ଏ କଥା ମା ସ୍ନେହରେ ମୋ ମୁଣ୍ଡରେ ହାତ ରଖି କହିଲା। ହେଲେ ମୁଁ ମାଆକୁ କହିଲି କି ମା ମୋତେ ଭୋକ ନାହିଁ। ମୁଁ ମାଆର ହାତକୁ ଧରି କହିଲି କି ହେଲେ ମା ଜବରଦସ୍ତି କରିବାକୁ ମୁଁ ଅଳ୍ପ ଟିକେ ଖାଇନେଲି। ଚତୁର୍ଥୀ ରାତିରେ ଭାଉଜ କହିଲେ କି ଯାଅ ଏବେ ନିଜ ରୁମକୁ ଯାଅ। ମୁଁ ତାଙ୍କ ଆଡ଼କୁ ଦେଖିଲି କି ଦୟାକରି ଏବେ ମୋ ସହିତ କୌଣସି ଜବରଦସ୍ତି କର ନାହିଁ। ମୋ ଆଖିରେ ଉପାୟ ଶୂନ୍ୟତାର ଲୁହ ଚମକିବାକୁ ଲାଗିଲା। ଭାଉଜ ମୋତେ ବୁଝେଇଲି କି ଏହା ବହୁତ ଖରାପ କଥା। ଏବେ ସେ ତୁମ ସ୍ତ୍ରୀ, ତା ଦାୟିତ୍ୱ ନେବା ଏବେ ତୁମ ଦାୟିତ୍ୱ। ତୁମ ପାଇଁ ଆଜି ରାତି ସବୁଠୁ ଖରାପ ରାତି ହୋଇଥାଇପାରେ, ହେଲେ ତା ପାଇଁ ତ ଆଜିର ରାତି ସ୍ୱପ୍ନ ଭରା ରାତି। ଆଜି ରାତି ପାଇଁ ଜଣା ନାହିଁ ସେ ବି କେତେ ସ୍ୱପ୍ନ ଦେଖିଥିବ। ମୁଁ ମୋର ନିର୍ଜୀବ ପାଦରେ ନିଜର ରୁମ୍ ଆଡ଼କୁ ପାଦ ବଢ଼ାଇବାକୁ ଲାଗିଲି। ସେହି ରୁମ୍ ଯେଉଁଥିରେ ମୋତେ ରହିବାର ଏକ ଲମ୍ବା ସମୟ ବିତି ଯାଇଥିଲା। ନିଜ ରୁମ୍କୁ ମୁଁ ବହୁତ ଭଲ ପାଉଥିଲି। ନିଜ ରୁମ୍ ଛଡ଼ା ମୋତେ ଆଉ କେଉଁଠି ବି ନିଦ ଆସୁନଥିଲା। ଆଜି ସେଇ ରୁମ୍ ମୋତେ ଏମିତି ଲାଗୁଥିଲା ଯେମିତି ସେ ରୁମ୍ କୌଣସି ଅନ୍ଧାର ଗୁମ୍ଫା। ସେ ରୁମ୍ ମୋତେ ଅଜଣା ଲାଗୁଥିଲା। ଏବେ ସେ ରୁମ୍କୁ ଯିବା ପାଇଁ ମୋର ବିଲକୁଲ ବି ଇଚ୍ଛା ହେଉନଥିଲା। ହେଲେ କ'ଣ ବା କରିଥାନ୍ତି, ବାଧ୍ୟ ହୋଇ ମୋତେ ଯିବାକୁ ପଡ଼ିଲା। ମୁଁ ରୁମ୍ର କବାଟ ଖୋଲିଲି। ଆଖି ଉଠେଇ ଦେଖିବାର ମଧ୍ୟ ସାହସ ନଥିଲା। ତଥାପି ବି ଥକି ଯାଇଥିବା ପାଦ ସହିତ ଯାଇ ଚେୟାର ଉପରେ ବସିଗଲି। ମୁଁ ଆଖି ଉଠେଇ ପାରୁନଥିଲି। ହୃଦୟ ଉପରେ ଯେମିତି ଗୋଟେ ବୋଝ ଥିଲା। ସାମ୍ନା ଖଟ ଉପରେ ଯେଉଁ ବୋହୂ ବେଶରେ ଝିଅଟି ବସିଥିଲା, ମୋତେ ତାକୁ ନିଜ ସ୍ତ୍ରୀ ଭାବରେ ଗ୍ରହଣ କରିବା ପାଇଁ ବିଲକୁଲ ବି ଇଚ୍ଛା ହେଉନଥିଲା। ମୁଁ ତାକୁ କେମିତି ବା ନିଜ ସ୍ତ୍ରୀ ଭାବରେ ଗ୍ରହଣ କରିପାରିଥାନ୍ତି? କାଲି ପର୍ଯ୍ୟନ୍ତ ମୋ ହୃଦୟରେ ଆଉ କିଏ ଥିଲା? ଆଉ କାହାକୁ ନେଇ ମୁଁ ସ୍ୱପ୍ନ ସଜାଇଥିଲି? ହେଲେ ଆଜି ଅଚାନକ ସବୁ କିଛି ବଦଳିଗଲା। ଆଉ ତା ଛଡ଼ା ମୋ ସାମ୍ନାରେ ବସିଥିବା ଝିଅ ମୋଠୁ ବୟସରେ ବହୁତ ଛୋଟ ଥିଲା। ମୁଁ ତାକୁ ନିଜ ସ୍ତ୍ରୀର ସ୍ଥାନ କେମିତି ଦେଇପାରିଥାନ୍ତି? ମୁଁ ଚପଲ ବଦଳେଇ ସାଇଡ୍ରେ ରଖିନେଲି। ଆଉ ତାପରେ ନିଜ ଡ୍ରେସ୍ ବଦଳାଇବାକୁ ଲାଗିଲି। ଆଉ ତାପରେ ବାସ୍ ଖାଲି ଗୋଟେ ନଜର ନିଜ ବଧୂ ଉପରେ ଯାଇଥିଲା। ହେଲେ ଏହା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି କି ସେ ତ ଖଟ ଉପରେ ଆରାମରେ ଶୋଇଥିଲା। ଶୋଇବା ସମୟରେ ସେ ବହୁତ ନିରୀହ ଲାଗୁଥିଲା। ମୁଁ ଭାବିବାକୁ ଏହା ଅନ୍ୟାୟ ନୁହେଁ ତ ଆଉ କ'ଣ? ମୋ ଘର ଲୋକଙ୍କୁ ଏମିତି କରିବାର ନଥିଲା। କ'ଣ ଇଏ ମୋ ସ୍ତ୍ରୀ ବନିକି ରହିପାରିବ? କ'ଣ ୟାକୁ ମୁଁ ନିଜ ସ୍ତ୍ରୀର ସ୍ଥାନ ଦେଇପାରିବି? କ'ଣ ଇଏ ସ୍ତ୍ରୀ ହେବାର ମାନେ ବି ଜାଣିଛି? ସ୍ତ୍ରୀ ହେବାର କ'ଣ କର୍ତ୍ତବ୍ୟ ପୂରଣ କରିପାରିବ? ହେ ଭଗବାନ, ମୋ ଘର ଇଏ କ'ଣ କରିଦେଲେ? ମୁଁ ସେ ଝିଅକୁ ଦେଖି ଦେଖି ଭାବୁଥିଲି। ମୁଁ ଧୀରେ ଧୀରେ ସେ ନିଜ ଖଟ ଉପରକୁ ଆସିଲି। ଆଉ ଗୋଟେ ସାଇଡ୍ରେ ବସିଗଲି, ଯେମିତିକି ତା ନିଦ ଖରାପ ହେଇନଯାଉ। ମୋତେ ଜଣା ହିଁ ପଡ଼ିଲାନି କି କେମିତି ମୋତେ ନିଦ ଆସିଗଲା। ଆଉ ମୁଁ ଶୋଇପଡ଼ିଲି। ଆଉ ଯେମିତି ହିଁ ଆଖି ଖୋଲିଲି ତ ଏମିତି ଲାଗିଲା କି ଯେମିତି ଏବେ ଏବେ ହିଁ ଆଖି ଲାଖି ଯାଇଥିଲା। ଯେମିତିକି ଆଜି ସୂର୍ଯ୍ୟ ବହୁତ ଜଲ୍ଦି ଉଦୟ ହୋଇଯାଇଛନ୍ତି। ମୁଁ କଡ଼ ଲେଉଟେଇଲି। ଏକଦମ ଚମକି ପଡ଼ି ଉଠିଯାଇ ବସିଗଲି। କାହିଁକି ନା ମୋ ଜବରଦସ୍ତି ବାଲା ସ୍ତ୍ରୀ ମୋ ପାଖରେ ବସି ମୋତେ ଦେଖି ହସୁଥିଲା। ମୋତେ ତାର ଏମିତି ବ୍ୟବହାର ଟିକେ ବି ଆଶା ନଥିଲା। ମୁଁ ତ ତାକୁ ଛୋଟ ଛୁଆଟେ ବୋଲି ଭାବି ଅଣଦେଖା କରୁଥିଲି। ମୋତେ ଏମିତି ଅଚାନକ ଏମିତି ଆଶ୍ଚର୍ଯ୍ୟ ହେବାର ଦେଖି ସେ ଜୋର ଜୋରରେ ହସିବାକୁ ଲାଗିଲା। ଆଉ କହିଲା କି ତମେ ତ ଡରିଗଲ। ମୁଁ କହିଲି କି ନା ମୁଁ କାହିଁକି ଡରିବି? ତାପରେ ସେ କହିଲା କି ରାତିରେ ତମେ ବହୁତ ଡେରିରେ ରୁମ୍କୁ ଆସିଲ। ସେ ମୋ ହାତକୁ ନିଜ ହାତ ଉପରକୁ ନେଇ କହିଲା। ମୁଁ ତାର ଏମିତିକା ବ୍ୟବହାର ଦେଖି ଏକଦମ ଚମକି ପଡ଼ିଲି। ମୋ ମଥାରେ ଚିନ୍ତାର ଝାଳ ବୋହିବାକୁ ଲାଗିଲା। ମୁଁ ଯାହାକୁ ଛୋଟ ଏବଂ ନିରୀହ ଭାବୁଥିଲି ସେ ଏତେ ବି ନିରୀହ ନଥିଲା।
ମୁଁ କହିଲି କି ହଁ ଟିକେ ଡେରି ହୋଇଯାଇଥିଲା। ମୁଁ ତା ପାଖରୁ ନିଜ ହାତକୁ ଛଡ଼େଇ ନେଲି ଆଉ କହିଲି କି ତମେ ଶୋଇପଡ଼ିଥିଲ? ତ ସେ କହିଲା କି ହଁ ମୋତେ ଜଲ୍ଦି ନିଦ ଆସିଯାଏ। ସେ ଏକ ଦୁଷ୍ଟାମି ଭରା ହସ ସହିତ କହିଲା କି ତମେ ମୋତେ ଉଠେଇ ଦେଇଥାନ୍ତ। ମୁଁ ତାର ଏ କଥାରେ ଆଶ୍ଚର୍ଯ୍ୟ ହୋଇଗଲି। ତ ସେ କହିବାକୁ ଲାଗିଲା କି ନା ସେ କଥା କ'ଣ କି ମୁଁ ବି ଥକି ଯାଇଥିଲି, ସେଇଥିପାଇଁ ଶୋଇପଡ଼ିଲି। ତାପରେ ମୁଁ ଜଲ୍ଦି ଉଠିଲି ଆଉ ଫ୍ରେଶ୍ ହେବା ପାଇଁ ଚାଲିଗଲି। ମୋତେ ଏ ରୁମ୍ରେ ରହିବା ପାଇଁ ଟିକେ ବି ଇଚ୍ଛା ହେଉନଥିଲା। ମୁଁ ଜଲ୍ଦି ଜଲ୍ଦି ବାହାରକୁ ଯିବା ପାଇଁ ଚାହୁଁଥିଲି। ମୁଁ ଯେମିତି ହିଁ ଫ୍ରେଶ୍ ହେଲି ତ ରେଡ଼ି ହୋଇ ବାହାରକୁ ଯିବାକୁ ଲାଗିଲି। ତ ସେ କହିବାକୁ ଲାଗିଲେ କି ତମେ କୁଆଡ଼େ ଯାଉଛ? ମୁଁ କହିଲି କି କୁଆଡ଼େ ବି ନୁହେଁ, ଏବେ ସାଙ୍ଗେ ସାଙ୍ଗେ ଆସୁଛି। ଏହା କହି ମୁଁ ଟିଭି ରୁମ୍ରେ ସୋଫା ଉପରେ ଆସି ବସିଗଲି। ମୁଁ ଭାବିବାକୁ ଲାଗିଲି କି ଇଏ ମୋ ସହିତ କ'ଣ ହେଉଛି। ତାପରେ ମୋ ଧ୍ୟାନ ଦିବ୍ୟା ଆଡ଼କୁ ଚାଲିଗଲା। କ'ଣ ଦିବ୍ୟା ସେ ସାମ୍ନାବାଲା ନିରଜକୁ ପସନ୍ଦ କରୁଥିଲା? କ'ଣ ଦିବ୍ୟା ସେ ନିରଜ ସହିତ ଘର ଛାଡ଼ି ଚାଲିଯାଇଛି? ମୁଁ ଦେଖିଲି ଯେ ଘରେ ଏବେ ସମସ୍ତେ ଶୋଇଥିଲେ ଆଉ ମା ନିଜ ପାଇଁ ଚା ବନେଇ ରୁମ୍କୁ ଯାଇସାରିଥିଲେ। ଆରାମରେ ଉଠିକି ମୁଁ ବାହାରକୁ ଚାଲିଗଲି। ଦିବ୍ୟାର ଘର ଆଡ଼କୁ ଦେଖିବାର ଇଚ୍ଛା ଏବେ ମରିସାରିଥିଲା। ହଁ, କିନ୍ତୁ ଏବେ ମୁଁ ସେ ପୁଅର ପତା କରାଇବାକୁ ଚାହୁଁଥିଲି। ଗୋଟେ ପଟେ କିଛି ଛୁଆ ଖେଳୁଥିଲେ। ମୁଁ ଗୋଟେ ଛୁଆକୁ ସ୍ନେହରେ ଡାକିଲି ଆଉ କହିଲି କି ସାମ୍ନାବାଲା ଘରୁ ନିରଜ ଭାଇକୁ ଡାକ। ସେ ଛୁଆଟି ମୋ କଥା ଶୁଣି ଯିବାକୁ ଲାଗିଲା, ହେଲେ ଅଚାନକ ମୁଁ କିଛି ଭାବି ସେ ଛୁଆଟାକୁ ଅଟକେଇ ଦେଲି ଆଉ ନିଜେ ହିଁ ନିରଜର ଘର ଆଡ଼କୁ ବଢ଼ିଗଲି। ଆଉ ତାପରେ ମୁଁ ତା ଘରର କଲିଂ ବେଲ୍ ବଜେଇବାକୁ ଲାଗିଲି। 3-4 ଥର ବେଲ୍ ବଜେଇବା ପରେ ଜଣେ ଲୋକ ବାହାରକୁ ଆସିଲା। ନା ହିଁ ସେ ତା ବାପା ଥିଲେ, ନା ହିଁ ସେ ତା ଭାଇ ଥିଲେ। ସେମାନେ ସେଇ କଲୋନୀରେ ରହୁଥିଲେ, ହେଲେ ସେମାନେ ମୋତେ ଚିହ୍ନି ନଥିଲେ। ମୁଁ କହିଲି କି ମୁଁ ନିରଜର ଅଫିସର ସାଙ୍ଗ। ମୁଁ ଦେଖିଲି କି ସେ ଲୋକ ଜଣକ ନିରଜର ଯାହା ବି ଥିଲେ, ମାନେ ମାମୁଁ କି ଦାଦା ଯାହା ବି ଥିଲେ, କିନ୍ତୁ ତାଙ୍କ ଚେହେରାରେ ସଫା ସଫା ଚିନ୍ତା ନଜର ଆସୁଥିଲା। ତାଙ୍କ ଚିନ୍ତାକୁ ମୁଁ ପଢ଼ିନେଲି। ସେ କହିଲେ କି କଥା କ'ଣ କି ପୁଅ, ନିରଜ ତାର କୌଣସି ଜରୁରୀ କାମରେ ସହରରୁ ବାହାରକୁ ଯାଇଛି। ସେ ଟିକେ ଥଙ୍ଗ ଥଙ୍ଗ ସ୍ୱରରେ କହିଲେ, ତମର କିଛି ଜରୁରୀ କାମ ଥିଲା କି? ମୁଁ କହିଲି କି ହଁ କିଛି ଜରୁରୀ କାମ ଥିଲା। ମୁଁ ପଚାରିଲି କି ସେ କେବେ ଆସିବ? ମୋତେ ତା ପାଖରୁ ଏକ ବହୁତ ଜରୁରୀ କାମ ଥିଲା। ସେ ଲୋକ ଜଣକ କହିଲେ କି ଏବେ ପର୍ଯ୍ୟନ୍ତ ତ ଜଣା ନାହିଁ ଯେ ସେ କେବେ ଆସିବେ। ତାପରେ ସେ ଏହା କହି କବାଟ ବନ୍ଦ କରିଦେଲେ। ହେଲେ ମୁଁ ସେଠୁ ଫେରି ଆସିନଥିଲି। ମୁଁ ସେଇଠି ସେମିତି ହିଁ କବାଟ ପାଖରେ ଛିଡ଼ା ହୋଇଥିଲି। ମୋତେ ଭିତରୁ କିଛି ଶବ୍ଦ ଶୁଣିବାକୁ ମିଳିଲା। ଭିତରୁ କେହି ଜଣେ କହୁଥିଲା କି ଏବେ ତା ଅଫିସରୁ ବି ପଚାରିବା ପାଇଁ ଲୋକମାନେ ଆସିବାକୁ ଲାଗିଲେଣି। କାଲି ସକାଳେ କଲୋନୀବାଲାଙ୍କୁ ବି ଜଣାପଡ଼ିଯିବ ଯେ ଆମ ପୁଅ କେମିତିକା କାରନାମା କରିଛି। ଆମେ କାହାକୁ ମୁହଁ ଦେଖାଇବାର ଯୋଗ୍ୟ ରହିବା ନାହିଁ। ଯଦି ସେ ଆମକୁ ପୂର୍ବରୁ ହିଁ କହିଦେଇଥାନ୍ତା ତ ସସମ୍ମାନର ସହ ତା ପାଇଁ ପ୍ରସ୍ତାବ ପକାଇ ଦେଇଥାନ୍ତେ। ସେ ଝିଅର ଘର ଲୋକଙ୍କ ମୁହଁରେ ବି କଳା ବଳି ଦେଲା ଆଉ ଆମକୁ ବି କାହା ଆଗରେ ମୁହଁ ଦେଖାଇବାର ଯୋଗ୍ୟ ଛାଡ଼ିଲା ନାହିଁ। ମୁଁ ଛିଡ଼ା ହୋଇ ଏସବୁ କଥା ଶୁଣୁଥିଲି। ମୋ ସନ୍ଦେହ ଏବେ ବିଶ୍ୱାସରେ ବଦଳି ସାରିଥିଲା। ଆମମାନେ ସେ ଦୁଇ ସାଙ୍ଗ ହୋଇ ଘର ଛାଡ଼ି ଚାଲି ଯାଇଥିଲେ। ମୋତେ ସେଇଦିନ ହିଁ ବୁଝିଯିବାର ଥିଲା ଆଉ ସେମାନଙ୍କ ମଝିରେ ଆସିବାର ନଥିଲା। ଏ ବଦନାମଠୁ ଭଲ ହୋଇଥାନ୍ତା କି ମୁଁ ଏକ ତରଫା ଭଲ ପାଇବାର ତଣ୍ଟି ଚିପି ହତ୍ୟା କରିଦେଇଥାନ୍ତି, ଯାହାଦ୍ୱାରା କି 3ଟି ଘର ଭାଙ୍ଗିବାରୁ ବଞ୍ଚି ଯାଇଥାନ୍ତା। ହେଲେ ହୃଦୟ ତ ମୋର ଭାଙ୍ଗି ସାରିଥିଲା। ମୁଁ କିଛି ସମୟ ସେଠି ଛିଡ଼ା ହେଲି ଆଉ ତାପରେ ନିଜ ଶରୀରର ବୋଝ ଉଠେଇ ଘରକୁ ଫେରି ଆସିଲି। ମା ମୋତେ ବାହାରୁ ଆସୁଥିବାର ଦେଖିଲା ତ ଚମକି ପଡ଼ିଲା ଆଉ କହିଲା କି ତୁ କେତେବେଳେ ବାହାରକୁ ଯାଇଥିଲୁ ଆଉ କାହିଁକି ଯାଇଥିଲୁ? ତୋ ଦେହ ଭଲ ଅଛି ତ? ସେ ଚିନ୍ତାଜନକ ଶବ୍ଦରେ ପଚାରିଥିଲା। ମୁଁ କହିଲି କି ମା ମୁଁ ତ ଖାଲି ବାସ୍ ଏମିତି ହିଁ ଯାଇଥିଲି। ମା ପଚାରିଲା କି ଆଚ୍ଛା ତାହେଲେ କ'ଣ ସେ ଅଞ୍ଜଳି ଶୋଇଛି ନା ଉଠିଗଲାଣି? ମୁଁ ଏମିତି ହିଁ ବେଦାୟିତ ଭାବରେ କହିଲି କି ମୁଁ ଜାଣିନି, ବୋଧେ ଉଠି ଯାଇଥିବ, ନିଜେ ଯାଇକି ଦେଖିନେ। ମୁଁ ସେଇଠି ସୋଫା ଉପରେ ଗଡ଼ି ପଡ଼ିଲି। ମୋ ମୁଣ୍ଡରେ ନିରଜର ଘରେ ଶୁଣିଥିବା କଥା ଗୁଞ୍ଜରିତ ହେଉଥିଲା। ମୁଁ ଭାବିବାକୁ ଲାଗିଲି କି ଏମାନେ ସେ 2 ଜଣ ପରସ୍ପରକୁ ଭଲ ପାଉଥିଲେ ଆଉ ମୋ ସହିତ ପ୍ରସ୍ତାବ ସ୍ଥିର ହେବା ଯୋଗୁଁ 2 ଜଣ ଯାକ ଘର ଛାଡ଼ି ଚାଲିଯିବାଟା ହିଁ ଉଚିତ ମନେ କଲେ। ଉଫ୍, କେତେ ଯନ୍ତ୍ରଣାଦାୟକ ପାଦ ବଢ଼େଇଲେ ସେ 2 ଜଣ। ଯଦି ଦିବ୍ୟା ପ୍ରଥମରୁ ହିଁ ନିଜ ପସନ୍ଦ ନିଜ ମାଆକୁ ଜଣେଇ ଦେଇଥାନ୍ତା ତେବେ ଏସବୁ କିଛି ହୋଇନଥାନ୍ତା। ଏସବୁ କିଛି ମୋ ପାଇଁ ହୋଇଥିଲା। ଯଦି ତାଙ୍କ ଭଲ ପାଇବା ସତ ଥିଲା ତେବେ ରାଣ ଅଛି, ମୁଁ ତାଙ୍କ ରାସ୍ତାରୁ ହଟି ଯାଇଥାନ୍ତି। ଏମିତି ସମସ୍ତଙ୍କ ଘର ଲୋକଙ୍କ ଚିନ୍ତାର ଏବଂ ବଦନାମ ହେବାରୁ ବଞ୍ଚେଇ ଦେଇଥାନ୍ତି। ସେ ମୋତେ ଗୋଟେ ଥର ତ କହିପାରିଥାନ୍ତା, କ'ଣ ଭଲ ପାଇବା ଏତେ ସ୍ୱାର୍ଥପର ହୋଇଥାଏ? ମା ବୋକା ନା ଅନ୍ଧ? କାହିଁକି ଭଲ ପାଇବା ସମୟରେ ଭାବିବା ଚିନ୍ତିବା ଶକ୍ତି ଶେଷ ହୋଇଯାଏ? ଭଲ ପାଇବା ଭାବୁକ ହୋଇପାରେ, ହେଲେ ସତ ପ୍ରେମ ନିଜ ଲୋକମାନଙ୍କୁ ଦୁଃଖରେ ପହଞ୍ଚେଇ ନଥାଏ। ଏ କ'ଣ କଲ ତୁମେ 2 ଜଣ? ଏସବୁ ଭାବି ଭାବି ମୁଁ ନିଜ ମୁଣ୍ଡରେ ଧୀରେ ଧୀରେ ମୁଥ ମାରୁଥିଲି। ଠିକ୍ ସେତିକି ବେଳେ ମୋ ରୁମ୍ରୁ ମୋ ମା ବାହାରକୁ ଆସିଲା ଆଉ ସିଧା ମୋ ପାଖକୁ ଆସି କହିଲା କି କ'ଣ ହେଇଛି ମୋ ଧନର? କ'ଣ ମୁଣ୍ଡ ବିନ୍ଧା ହେଉଛି? ଆସେ ମୁଁ ମୁଣ୍ଡ ଚିପି ଦେଉଛି। ମା ବହୁତ ସ୍ନେହରେ ମୋ ମୁଣ୍ଡରେ ହାତ ରଖିଲା ତ ମୁଁ କହିଲି କି ନା ମା
तू निजे भी थकी जाइचु, तू जाइके आराम कर, मु बटिका खाईदेवी तो ठीक हो। माँ मो मुंडरे गेल कला आ चलीगला। मु पश्चाताप चक्की पेशी होउथली, हेले एबे कौन होई पारि थांता। एबे एई जीवन को एमिति ही चुपचाप काटिबार थिला आ बुझाबणार धारणा उपरे चलीबार थिला। निज पई एवं निज परिवार लोक मानक पई सबु किछि धीरे धीरे रूटीन उपरे आसीबाकु लागिला। मु पुणी थारे ऑफिस जीवाकु लागिली, हेले एबे पर्यंत भी मु स्त्री को हाथ लगेई नथिली। जेतेबेले कि मु जानि सारिथिली कि से बहुत भल एवं बुद्धिमान बोली। से कम बयसर निश्चित भावरे थिला, हेले बोका नथिला। से बहुत बुद्धिमान सहित पूरा घर को संभाली नैथिला। तार एते भल व्यवहार रे सबु घर लोक बहुत खुशी थिले। से मोर भी बहुत सेवा करुथिला, मो सहित हसी हसी कथा हेउथिला। जेतेबेले से हसुथिला तो ता गालरे एक डिम्पल पड़ी जाउथिला, जे कि ता सुंदरता को आहुरी बढ़ाई दउथिला। ता निरीह चेहरा रे ए डिम्पल बहुत सुंदर देखा जाउथिला। मु न चाहिकी मध्य ता आड़कू देखि चाहि रही जाउथिली। धीरे धीरे मो हृदय रु दिव्यार दुख बाहरी चलीथिला। आ मो हृदय अंजलि पई भल पाइबा बढ़िबाकू लागिला। सत कहती जे झड़ जेते जोर रे आसे सेते जोर रे ही चली जाए, हेले बही चलीथिबा नदी धीरे धीरे बही चली थाए आ सबुदिन पई बही चले। दिव्या पई मो भल पाइबा एक तोफान थिला, जहा कि अचानक आसी अचानक शेष हो गला। हेले अंजलि पई मो भल पाइबा एक शांत बही जाउथवा नदी भली थिला, जहा कि मो हृदय रे धीरे धीरे बढ़ी चलीथिला। अंजलि ही बहुत ही चगलामी स्वभावर थिला। जेतेबेले मु ऑफिस रु थकी जाई घर को फेरुथिली तो ता पिलालियामी एवं चगलामी रे मो मन खुशी करि दउथिला। धीरे धीरे आम बाहाघर को 6 मास बीती सारिथिला, हेले एबे पर्यंत मु अंजलि को छुई नथिली। हेले से दिन राति रे जेतेबेले मु मो लैपटॉप रे ऑफिस रो किछि काम करूथिली, अंजलि मो पाख साइड रे खट ऊपर गड़पड़ होउथिला। हेले मु ता चाहणी को अनुभव करि पारुथिली। से बारंबार मते ही देखि चलीथिला। मते तार एमिति देखिबाटा समस्या रे पकई देथिला। ठीक सेतिक बेले से किछि एमिति कथा कहिदेला, जहा द्वारा कि मो मुह सेमिति ही खोला रही गला। अंजलि कहिला कि सुनो, कौन तमे सीए? मु ता कथार माने ही बुझी नथिली, ना बुझी कि अबुझा बुनी जाइथिली। मु कहिली कि तमे कौन कहिबाकू चाहुच? मु किछि बुझी पारलिनी। से पुणी थरे कहिले कि मते लागुची कि तमे बदे सेया। एथर किंतु मते राग आसीगला। मु कहिली कि देख, मु जणे नॉर्मल मनिष आ मते एमिति कथा कहिबार तमर साहस केमिति हैला? मो कथारे से खिली खिली हसीबाकू लागिला। आ कहिले कि आम बाहाघर को 6 मास हे गलानी, हेले तमे मो पाखकू ही आसुन। सेति पई मु भाबिली जे बोधे तुमे जणे अणपुरुष। हेले किछि कथा नाही, जदि भी तुमे जणे अणपुरुष होइतिबो तेबे भी मु तुम सहित खुशी खुशी रे सारा जीवन बितेई देबी, काहेकि ना मु तुमको भल पाई बसिची। अंजलि निज भल पाइबा मो आगे प्रकाश कर देइथिला। मु तो ताको बड़ बड़ आखिरे चाही रही गली। हेले तार अणपुरुष वाला कथारे मु रागी गली। मु अंजलि के कहली कि मु अणपुरुष नुहे। मो कथारे अंजलि आखिरे पुणी थरे दुष्टामी खेली गला। आ तापरे से दिन राति रे मु अंजलि उपरे प्रमाणित करिदेली जे मु अणपुरुष नुहे बोली। मु तार सुंदर एवं कोमल शरीर को निज बाहुरे भरी देइथिली आ पूरा राति सारा निज भल पाइबा प्रकाश करि चलिथिली। एबे पर्यंत बधे मो हृदय को दिव्यार भावना जाबुड़ी धरिथिला, हेले एबे मो हृदय को अंजलि पूरा पूरी भावरे काबू करिनेला। अंजलि को बाहु बंधन रे धरिबा मात्रके दिव्यार भावना दूर हो गला। एबे केवल अंजलि ही मो जीवन थिला, अंजलि ही मो भल पाइबा थिला। मोर आउ अंजलिर विवाहित जीवन आरंभ हो सारिथिला। आ मु अंजलि सहित बहुत खुशी थिली। मते अंजलि उपरे कोनोसी अभियोग ही नथिला। दिनकु दिन मोर आउ अंजलिर भल पाइबा बढ़ी चलिला। केबे केबे तो मते निज ऊपर भी आश्चर्य लागे कि ताहले से कौन थिला जहा मु दिव्या पई अनुभव करूथिली, काहेकि ना एबे तो मो हृदय रे दिव्यार ना कोउठी भी नथिला। किछि दिन पर जानिबा को मिलिला कि नीरज फेरी आसीची, हेले दिव्या आसी नथिला। मते जनाथिला कि दिव्या एवं नीरज सांग होई जाइथिले। नीरजर माँ बापा को जनाथिला कि नीरज एवं दिव्या एका सहित जाइथिले बोली। हेले जेतेबेले नीरज फेरी आसिला तो दिव्या काहेकि आसिला नाही। मो हृदय रे एक अजब हलचल मचिबाकू लागिला। दिव्यार माँ बापा को बोधे जणा नथिला कि दिव्या काहा सहित जाइछि बोली। सेमाने तो एहा भाबी बसिथिले कि तांको झियो घर छाड़ी चली जाइछि बोली, आ काहा सहित हस खुशी रे जीवन बिताउथिबो बोली। हेले नीरज को देखि मते मनीष पणिया हिसाब रे दिव्या पई चिंता हेबाकू लागिथिला। जणा नाही से कोउठी कोउठी धक्का खाइथिबे। हेले जहा किछि ता भाग्य रे घटिथिला से निज हाथ रे से सब लिखिथिला। एथिरे केही किछि करि पार नथांते। बोधे माँ बापा मन रे दुख देइथिबा पुओ झियो मानकर एई अवस्था ही होई थाए। सेमाने केबे भी जीवन रे खुशी रे रही पारंती नाही।
ମା ବାପାଙ୍କ ନିଷ୍ପତ୍ତି କେବେ ଭୁଲ ହୋଇନଥାଏ। ସେମାନେ ତ ନିଜ ଛୁଆମାନଙ୍କ ପାଇଁ ସବୁବେଳେ ଭଲ ଚିନ୍ତା କରିଥାନ୍ତି। ମୁଁ ଅଞ୍ଜଳିକୁ ଏକ ସ୍ନେହଭରା ଦୃଷ୍ଟିରେ ଦେଖିଲି। ସେ ବି ମୋତେ ଦେଖି ହସୁଥିଲା। ଏବେ ତ ମୋ ଜୀବନରେ କୌଣସି କଥାର ଅଭାବ ହିଁ ନଥିଲା। ହେଲେ ମଣିଷ ପଣିଆ ହିସାବରେ ମୁଁ ସବୁ କିଛି ଜାଣିକି ମଧ୍ୟ ଚୁପ୍ ବସି ପାରିନଥାନ୍ତି। ମୁଁ ଦିବ୍ୟାର ମା ବାପାଙ୍କୁ ନିରଜ ଏବଂ ଦିବ୍ୟା ବିଷୟରେ ସବୁ କିଛି କହିଦେଲି। ଆଉ ତାପରେ ଯେତେବେଳେ ଦିବ୍ୟାର ମା ବାପା ପୋଲିସ ଜରିଆରେ ନିରଜକୁ ପଚରା ଉଚରା କଲେ ତ ସେ ସବୁ ସତ ଗାଳିଦେଲା ଯେ ସେ ଦିବ୍ୟାକୁ ନିଜ ସହିତ ନେଇଯାଇଥିଲା। ସେମାନେ ବିନା ବାହାଘରରେ ହିଁ ଏକା ସହିତ ସାଙ୍ଗ ହୋଇ ଗୋଟେ ଘରେ ରହୁଥିଲେ। ନିରଜ କହିଲା କି 2 ମାସ ପର୍ଯ୍ୟନ୍ତ ଏକା ସହିତ ସାଙ୍ଗ ହୋଇ ରହିବା ପରେ ମୁଁ ଦିବ୍ୟାକୁ ଛାଡ଼ି ଦେଇଥିଲି। ଦିବ୍ୟା ତାର ଡର ଯୋଗୁଁ ନିଜ ମା ବାପାଙ୍କ ପାଖକୁ ଫେରିକି ଆସିବାକୁ ଚାହୁଁନଥିଲା। ଆଉ ସେଇଠି ହିଁ କିଛି ଛୋଟ ମୋଟ କାମ କରି ନିଜ ଗୁଜୁରାଣ ମେଣ୍ଟଉଥିଲା। ପୋଲିସ ଜରିଆରେ ଦିବ୍ୟାର ମା ବାପା ଦିବ୍ୟାକୁ ପୁଣି ଫେରେଇ ଆଣିଲେ। ଆଉ ଏବେ ଏଇ ଅପେକ୍ଷାରେ ବସିଛନ୍ତି କି ଯେମିତି ଦିବ୍ୟାର କୌଣସି ଭଲ ଜାଗାରେ ବାହାଘର ହୋଇଯାଉ। ନିରଜକୁ ପୋଲିସବାଲା ଜେଲରେ ପୁରେଇଥିଲେ। ସେ ଯାହା ବି ହେଇଥାଉ ନା କାହିଁକି, ହେଲେ ନିରଜକୁ ଏମିତି କରିବାର ନଥିଲା। କାହିଁକି ନା ଦିବ୍ୟା ତା ଉପରେ କେତେ ଭରସା କରିଥିଲା। ସାଙ୍ଗମାନେ, ମୁଁ କେବଳ ଏତିକି କହିବି ଯେ ମା ବାପାମାନେ କେବେ ବି ଆମ ପାଇଁ ଭୁଲ ନିଷ୍ପତ୍ତି ନେଇନଥାନ୍ତି। ଭଲ ପାଆନ୍ତୁ, ମନା ନାହିଁ, ହେଲେ ଭଲ ପାଇବା ପୂର୍ବରୁ ସେ ପିଲା ବିଷୟରେ ଥରେ ଭଲ ଭାବରେ ବୁଝି ନିଅନ୍ତୁ। ସେ ପିଲା ବିଷୟରେ ନିଜ ବାପା ମାଙ୍କୁ କୁହନ୍ତୁ। ଆଉ ତାପରେ ଯାଇ ନିଜ ବାପା ମାଙ୍କ ଇଚ୍ଛା ଅନୁଯାୟୀ ସେ ପିଲାକୁ ବିବାହ କରନ୍ତୁ। ତ ଆଜିର କାହାଣୀଟି କେମିତି ଲାଗିଲା? ଯଦି ଭଲ ଲାଗିଥିବ ନିଶ୍ଚୟ ଲାଇକ୍ ସେୟାର କରିଦେବେ। ରହୁଛି। ଜୟ ଜଗନ୍ନାଥ।